ଜୟ ଜଗନ୍ନାଥ ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ରାଜ୍ୟରେ କ୍ୟାନ୍ସର ଆକ୍ରାନ୍ତଙ୍କ ବୃଦ୍ଧି ବଢ଼ାଉଛି ଚିନ୍ତା। ବର୍ଷକୁ ପ୍ରାୟ 60,000ରୁ ଅଧିକ ଚିହ୍ନଟ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ୁଛି। ଗତ 9 ମାସ ମଧ୍ୟରେ 23,131 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାନ୍ସର ଚିହ୍ନଟ ପାଇଁ ଡାକ୍ତର ପରାମର୍ଶ ନେବାକୁ ଗାଁ ଗାଁ ବୁଲି ସଚେତନତା କରିବେ ସ୍ୱୟଂ ସହାୟକ ଗୋଷ୍ଠୀ। ପରବର୍ତ୍ତୀ ଖବର, ପାକିସ୍ତାନ ୟୁଟ୍ୟୁବରଙ୍କ ଧମକ। ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଟି-20 ବିଶ୍ୱକପ୍। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ନେଇ ବିବାଦ ଥମିବାରେ ନାଁ ନେଉନି। ଫେବୃଆରୀ 15ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚକୁ ବୟକଟ୍ କରିବ ବୋଲି କହିଛି ପାକିସ୍ତାନ। ଆଉ ଏହା ପରେ ଆଇସିସି ଆକ୍ସନ ମୋଡକୁ ଆସିଛି। ପାକିସ୍ତାନ ଯଦି ଭାରତ ବିପକ୍ଷ ମ୍ୟାଚକୁ ବୟକଟ୍ କରେ ତେବେ ଆଇସିସି ପାକ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି। ଆଉ ଏହା ପରେ ପାକିସ୍ତାନ ତାର ଅସଲ ରୂପ ଦେଖାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି ପାକିସ୍ତାନ କ୍ରିକେଟ ବୋର୍ଡ ପିସିବି ଆଗରେ ମୁଣ୍ଡ ନୁଆଇବାକୁ ମନା କରିବାରୁ କ୍ରୋଧିତ ହୋଇ ସେ ଆଇସିସି କାର୍ଯ୍ୟାଳୟକୁ ବୋମା ପକାଇବାକୁ ଧମକ ଦେଇଛି। ପରବର୍ତ୍ତୀ ଖବର, ଫ୍ଲାଇଟରେ ଲାଗିଲା ଭୟଙ୍କର ନିଆଁ। ନିକଟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଖବର ମନରୁ ନ ଲିଭୁଣୁ ପୁଣି ବିମାନକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି। କାଠମାଣ୍ଡୁରୁ ଇସ୍ତାନବୁଲ ଯାଉଥିବା ତୁର୍କିଶ ଏୟାରଲାଇନ୍ସର ବିମାନ 727 କୋଲକାତା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଜଣାପଡ଼ୁଛି ଯେ ବିମାନର ଡାହାଣ ଇଞ୍ଜିନରେ ଭୟଙ୍କର ନିଆଁ ଲାଗିଥିବା ସମୟରେ ବିମାନ କ୍ୟାପ୍ଟେନ କୋଲକାତା ଏୟାର ଟୋକାମିଟର ସତର୍କ କରିଥିଲା। ପରବର୍ତ୍ତୀ ଖବର, ବଦଳିବ ସାତକୋଶିଆର କାୟାକଳ୍ପ। 100 କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ। ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ ଟୁରିଜମ ହବ୍। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ 100 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ସବିଶେଷ ପ୍ରକଳ୍ପ ରିପୋର୍ଟ ଡିପିଆରକୁ ଅନୁମୋଦନ ମିଳିଛି। ଏଠାରେ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଅଭୟାରଣ୍ୟ ମଧ୍ୟରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିପାଇଁ ବ୍ୟାଘ୍ର ଅଭୟାରଣ୍ୟରେ 6ଟି ପ୍ରମୁଖ ସ୍ଥାନକୁ ଚିହ୍ନଟ କରାଯାଇଛି। ପରବର୍ତ୍ତୀ ଖବର, ଅଣ୍ଡର-19 ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନକୁ 7 ୱିକେଟରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଭାରତ। ଟିମ୍ ଇଣ୍ଡିଆ ଏବେ 10ମ ଥର ପାଇଁ ଅଣ୍ଡର-19 ବିଶ୍ୱକପ୍ ଫାଇନାଲ ଖେଳିବ। ବୁଧବାର ହରାରରେ ହାରର ସ୍ପୋର୍ଟସ କ୍ଲବରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ 19 ବର୍ଷରୁ କମ୍ ବିଶ୍ୱକପ୍ 2026ର ଦ୍ୱିତୀୟ ସେମିଫାଇନାଲ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ 7 ୱିକେଟରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିଛି। ପରବର୍ତ୍ତୀ ଖବର, 10 ଦିନରେ 5,000 ନିଖୋଜ ଉଦ୍ଧାର। ଓଡ଼ିଶା ପୋଲିସ ଅପରେସନ ଅନ୍ୱେଷଣ 2। ନିଖୋଜ ଶିଶୁ ଓ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ପୋଲିସ। ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ପୋଲିସ ଡିଜି ଯୋଗେଶ ବାହାଦୁର ଖୁରିଆନାଙ୍କ ନିର୍ଦ୍ଦେଶ କ୍ରମେ ଗତ ଜାନୁଆରୀ 21ରୁ 30 ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ଅପରେସନ ଅନ୍ୱେଷଣ 2 ଅଭିଯାନ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ଖବର, ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ। ପ୍ରାୟ 1 ବର୍ଷ ପରେ ମଣିପୁରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇଛି। ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 2025 ମସିହା ଫେବୃଆରୀ 13ରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ 60 ସଦସ୍ୟ ବିଶିଷ୍ଟ ବିଧାନସଭାକୁ ସ୍ଥଗିତ କରାଯାଇଥିଲା। ବିଧାନସଭାର କାର୍ଯ୍ୟକାଳ 2027ରେ ଶେଷ ହେଉଛି।
ପରବର୍ତ୍ତୀ ଖବର ଓଡ଼ିଶାରେ ଆରମ୍ଭ ହେଲା କାର୍ ଭ୍ୟାନ୍ ପର୍ଯ୍ୟଟନ ସେବା, ବସ୍ରେ ମିଳିବ ହୋଟେଲର ସୁବିଧା। ପର୍ଯ୍ୟଟନ ବିଭାଗ ସହଯୋଗରେ ଭିଜିଏଫ୍ ଯୋଜନା ମାଧ୍ୟମରେ ଓଡ଼ିଶାର କାର୍ ଭ୍ୟାନ୍ ସେବାରେ ଦ୍ୱିତୀୟ ପର୍ଯ୍ୟାୟରେ ଶୁଭାରମ୍ଭ କରିଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଗାଡ଼ିରେ ଶୌଚାଳୟ ଠାରୁ ଶୋଇବା ବ୍ୟବସ୍ଥା ସହ କିଚେନ୍ ବ୍ୟବସ୍ଥା ରହିଛି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ଅତ୍ୟାଧୁନିକ ଓ ଆରାମଦାୟକ ଯାତ୍ରା ସେବା ଯୋଗାଇ କାର୍ ଭ୍ୟାନ୍ ଟୁରିଷ୍ଟ ବ୍ୟବସ୍ଥା। ସାଣ୍ଡ ପେବଲ୍ସ ଟୁର୍ ଆଣ୍ଡ ଟ୍ରାଭେଲ୍ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସେବା ଯୋଗାଇବ। ପରବର୍ତ୍ତୀ ଖବର ପିଲାଙ୍କୁ ପୋଷାକ ଦେବାକୁ ଟଙ୍କା ଦେଇଥିଲେ ମୁଖ୍ୟମନ୍ତ୍ରୀ, ପୋଷାକ ବାଣ୍ଟି ପାରିଲେନି ଗଣଶିକ୍ଷା ବିଭାଗ। ସ୍କୁଲ ପିଲାଙ୍କୁ ପୋଷାକ ବାଣ୍ଟିବାକୁ ପ୍ରାୟ ବର୍ଷକ ତଳୁ ବଜେଟରେ ବ୍ୟବସ୍ଥା କରିଥିଲେ ମୋହନ ସରକାର, କିନ୍ତୁ ବିଡ଼ମ୍ବନାର ବିଷୟ ନୂଆ ବଜେଟ୍ ଆସିବାକୁ ଯାଉଥିଲେ ବି ଏପର୍ଯ୍ୟନ୍ତ ପୋଷାକ ବଣ୍ଟା ସରିନି। କେନ୍ଦ୍ରାପଡ଼ା ଜିଲ୍ଲାର ପୌରପାଳିକା ଓ ବ୍ଲକରେ ଜଣେ ବି ହେଲେ ପିଲାକୁ ପୋଷାକ ବଣ୍ଟା ନ ଯିବାକୁ ଖବରକୁ ନେଇ ହଇଚଇ ଲାଗି ରହିଥିବା ବେଳେ ଏବେ ସେମାନଙ୍କୁ ଆସିଛି ଗଣଶିକ୍ଷା ବିଭାଗର ଆଉ ଏକ ଖାମଖିଆଲି ମନୋଭାବ। ପରବର୍ତ୍ତୀ ଖବର ସଙ୍କଟରେ ଆଳୁ ଚାଷୀ, ଖର୍ଚ୍ଚ ଅନୁସାରେ ହେଉନି ଅମଳ। ରାଜ୍ୟରେ ଆଳୁ ସଙ୍କଟ ରହିଥିବା ବେଳେ ଚାଷୀମାନେ ଆଳୁ ଚାଷ କରୁଛନ୍ତି, କିନ୍ତୁ ସେମାନଙ୍କୁ ସରକାର ପ୍ରୋତ୍ସାହନ ମିଳୁନାହିଁ। ଖର୍ଚ୍ଚ ଅନୁସାରେ ଅମଳ ନାହିଁ, ଯେତିକି ଅମଳ ହେଲା ତାକୁ ସାଇତି ରଖିବାକୁ ବି ଜାଗା ନାହିଁ। ଶୀତଳ ଭଣ୍ଡାର ନଥିବାରୁ ଶାଗ ମାସ ଦରରେ ଆଳୁ ବିକି ଚାଷୀ କ୍ଷତି ସହୁଛି। ଏ ଦୁରବସ୍ଥା ହେଉଛି ଢେଙ୍କାନାଳ କାମାକ୍ଷାନଗର ଆଳୁ ଚାଷୀମାନଙ୍କର। ଚାଷ କରି ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ। ଧାର କରଜ କରି ଚାଷୀ ଚାଷ କଲା, କିନ୍ତୁ ଖର୍ଚ୍ଚ ଅନୁସାରେ ଅମଳ ହେଲାନି। କୁହୁଡ଼ି ସାଙ୍ଗକୁ ପିମ୍ପୁଡ଼ିଆ ରୋଗ ଯୋଗୁଁ ଅଧା ଫସଲ ନଷ୍ଟ ହୋଇଗଲା। ଯେତିକି ଅମଳ ହୋଇଥିଲା ସିଏ ବି ନଷ୍ଟ ହେବା ଉପରେ, କାରଣ ଆଳୁ ସଂରକ୍ଷିତ କରି ରଖିବାକୁ ଶୀତଳ ଭଣ୍ଡାର ନାହିଁ। ପରବର୍ତ୍ତୀ ଖବର ଇତିହାସ ରଚିଲେ ଏଲନ୍ ମସ୍କ, ହେଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ମହାକାଶ କମ୍ପାନୀ ସ୍ପେସ୍ ଏକ୍ସ ତାଙ୍କର ଏଆଇ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ XAI ଅଧିଗ୍ରହଣ କରିବା ପରେ ମସ୍କଙ୍କ ସମ୍ପତ୍ତି ଆକାଶ ଛୁଆଁ ହୋଇଛି। ତାଙ୍କର ମୋଟ ସମ୍ପତ୍ତି ବର୍ତ୍ତମାନ $852 ବିଲିୟନ ଅତିକ୍ରମ କରିଛି। ଫଳରେ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଓର୍ବସ୍ ଅନୁଯାୟୀ ଦୁଇଟି କମ୍ପାନୀର ମିଶ୍ରଣ ସେମାନଙ୍କର ମିଳିତ ମୂଲ୍ୟ $1.25 ଟ୍ରିଲିୟନ ପହଞ୍ଚିଛି। ଏହା ମସ୍କଙ୍କ ସମ୍ପତ୍ତିକୁ ପ୍ରାୟ 84,000 ବିଲିୟନ ବୃଦ୍ଧି କରିଛି। ପରବର୍ତ୍ତୀ ଖବର ଶପଥ ନେଲେ ମଣିପୁର ମୁଖ୍ୟମନ୍ତ୍ରୀ। ମଣିପୁର ମୁଖ୍ୟମନ୍ତ୍ରୀ ହେଲେ ୟୁମନାମ ଖେମଚନ୍ଦ ସିଂ। ରାଜ୍ୟର ରାଷ୍ଟ୍ରପତି ଶାସନ ସମାପ୍ତ ହେବା ପରେ ଆଜି ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ୟୁମନାମ ଖେମଚନ୍ଦ୍ର। ଭର୍ଚୁଆଲ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ବିଧାୟକ ନେମଚା କପିଗେନ୍। ନାଗା ପିପୁଲ ଫ୍ରଣ୍ଟ ବିଧାୟକ ଲୋସିତ ଦିଖୋ ମଧ୍ୟ ମଣିପୁର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବିଜେପିର ଗୋବିନ୍ଦ ବାସ କୌନ୍ତୌଜାମ ଓ ଏନପିପି କେ ଲୋକେନ ସିଂଙ୍କୁ ମଧ୍ୟ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଅୟଜ ଭଲ୍ଲା। ପରବର୍ତ୍ତୀ ଖବର ଲୋକସଭାରେ ପ୍ରବଳ ହଟ୍ଟଗୋଳ, ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଲେ ମହିଳା ଏମପି। ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବତନ ସେନା ମୁଖ୍ୟ MM ନରୱଣେଙ୍କ ସ୍ମୃତି ଗ୍ରନ୍ଥରୁ କିଛି ଅଂଶ କହିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁମତି ନ ମିଳିବା ପରେ ବିରୋଧୀ ଦଳ ଆକ୍ରମଣାତ୍ମକ ଅଭିମୁଖେ ଗ୍ରହଣ କରିଥିଲେ।